ଦେଇ ଏତେ ଟେଷ୍ଟ କରିଦେଲେ କି ଯେ ସେ ଆଳୁ ବାସ୍ନାରେ ଜଣେ ଆମର ଧାଇକି ପଳେଇ ଆସିଛି। ତ ଦେଖିପାରୁଥିବେ ତ ଦେଇ ଆମର ହଳଦୀ ପକେଇବାରେ ଲାଗି ପଡିଲେ। ବତକ ଅଣ୍ଡାଟି ବହୁତ ଟାଣ, ତାକୁ ମୁଁ ଫଟେଇ 3-4 ପାହାର ଦେଲିଣି ତଥାପି ସିଏ ଫାଟୁନାହିଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଗୋଟେ ନ୍ୟୁ ବ୍ଲଗରେ ଆପଣମାନଙ୍କୁ ସ୍ୱାଗତ। ତ ଆଜିର ଅନୁଚିନ୍ତା ହେଉଛି ଆମର 4ଟା ଅଣ୍ଡା। ତ ସାଙ୍ଗମାନେ 4ଟା ଅଣ୍ଡା ଆଜି ଆଳୁ ସାଙ୍ଗରେ ଭୁଜିଆ କରିମୁ। ତ ଦେଖିପାରୁଥିବେ ଆମର କଡ଼ାଟି ଚୁଲି ଉପରେ ବସି ଯାଇଛି, ଗରମ କରାଯାଉଛି। ତ ଦେଇ ଏଇଠି ଆମର ଆଳୁ କାଟୁଛନ୍ତି। ଆଳୁକୁ କିଛି କିଛି କରି କାଟି ଦେଇ ତାଙ୍କୁ ଅଣ୍ଡା ସାଙ୍ଗରେ ଭୁଜିଆ କରିବା। ତ ଚାଲନ୍ତୁ କେମିତି କରାଯାଉଛି ଆପଣ ମାନଙ୍କୁ ଦେଖେଇବି। ତ ଏଇ ଯୋଉ ଆଳୁ ସାଙ୍ଗରେ ଯୋଉ ଅଣ୍ଡା ଭୁଜିଆଟା ବହୁତ ମସ୍ତ ଲାଗିବ। ତ ଆମେ ବି ଥରେ ଖାଇଛୁ। ତ ଗଲା ଥର କରି ଖାଇଥିନୁ, ସେ ଭିଡିଓଟା ଆମେ କରିପାରିଲୁନି। ତ ଭାବିନୁ ଆମେ ଆଜି ସେଇ ଭିଡିଓଟାକୁ ସେଇ ଆଇଟମ ଟାକୁ ପୁଣି ଥରେ କରି ଆଜି ଭିଡିଓ କରି ଆପଣ ମାନଙ୍କୁ ଦେଖେଇବା ପାଇଁ, ଆପଣ ମାନଙ୍କୁ ସେୟାର କରିବା ପାଇଁ। ତ ଭିଡିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ବର୍ତ୍ତମାନ ଆମର ଦେଇ ଆଳୁ କାଟିବାରେ ଲାଗି ପଡିଛନ୍ତି। ତ କଡାଟା ଚୁଲିରେ ପଡିଯାଇଛି, ନିଆଁ ତ ଜଳୁଛି। ଆମର ଅଣ୍ଡା ଫଟେଇକି ତାକୁ ଏଇ ତାଟିଆରେ ପକେଇବାର ଅଛି। ଚାଲନ୍ତୁ। ତ ଫାଇନାଲି ସାଙ୍ଗମାନେ ଅଣ୍ଡାଟାକୁ ନେଇକି ଫଟେଇକି ତାଟିଆରେ ରଖିବା। ନଳ ପଳେଇଲା ରେ ଗଡିଆକୁ। ଆରେ ଏତେ ଟାଣ ବତକ ଅଣ୍ଡା। ତ ସାଙ୍ଗମାନେ ଦେଖିପାରୁଥିବେ ବତକ ଅଣ୍ଡାଟି ବହୁତ ଟାଣ, ତାକୁ ମୁଁ ଫଟେଇ 3-4 ପାହାର ଦେଲିଣି ତଥାପି ସିଏ ଫାଟୁନାହିଁ। ଫାଇନାଲି ସାଙ୍ଗମାନେ ଆମର ଆଳୁ କଟାକଟି ଆଉ ଅଣ୍ଡା ଫଟାଫଟି ସବୁ ସରିଗଲା। ବର୍ତ୍ତମାନ ଦେଖିପାରୁଥିବେ ଆମର ତେଲ କଢାରେ ସରି ବାଇ ମିଷ୍ଟେକ୍, କଢାରେ ଆମର ତେଲ ପଡିଯାଇଛି। ତ ସେପଟରେ ଦେଇ ଆମର ପିଆଜ କାଟୁଛନ୍ତି ପକେଇବା ପାଇଁ। ତ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ଦେଇ ଆମର ପିଆଜଟି ପକେଇଦେଲେ କଡାରେ। ତ ତାପରେ ଆମର ଖଡିକାଟି ମରାଗଲା। ତାପରେ ସାଙ୍ଗମାନେ ଲଙ୍କା ଆମର ଚୁନା ଚୁନା କରି ପକେଇଦେଲେ। ତ ସାଙ୍ଗମାନେ ବର୍ତ୍ତମାନ ଆମେ ଥାଳି ଗୋଟେ ଯାଇ ନେଇ ଆସିବା। ତ ସାଙ୍ଗମାନେ ମୋ ଥାଳି ଆଣୁ ଆଣୁ ଦେଖିପାରୁଥିବେ ଦେଇ ଆମର ଏଇଠି ଆଳୁଟି ପକେଇ ଦେଲେଣି। ତ ସାଙ୍ଗମାନେ ଆମର ଆଳୁ ପଡିବା ରେଡି ହେଇଗଲା।
ତ ବର୍ତ୍ତମାନ ଆମର ଖଡ଼ିକା ମରା ଚାଲିଛି। ତ ସାଙ୍ଗମାନେ ଦେଇ ଆମର ଲୁଣ ଟିକେ ପକେଇଦେଲେ ବେଣୁସୁ ଟିକେ ଆଳୁ ସିଝିବା ପାଇଁ। ତ ଲୁଣ ପକେଇ ସାରି ଦେଇ କହୁଛନ୍ତି କି ଯେ ଥାଳିଟେ ଢାଙ୍କି ଦେବେ। ତ ସାଙ୍ଗମାନେ ଦେଇ ଆମର ଥାଳିଟି ଢାଙ୍କି ଦେଲେ। ସାଙ୍ଗମାନେ ଥାଳି ଉଠେଇ ପୁଣି ଥରେ ଦେଇ ଖଡ଼ିକା ମାରିବାରେ ଲାଗିଲେ। ତ ଦେଖିପାରୁଥିବେ। ତ ସାଙ୍ଗମାନେ ଦେଇ ଖଡ଼ିକା ମାରି ପୁଣି ଥରେ ଥାଳି ଢାଙ୍କିବା ପାଇଁ ଯିବେ। ତ ସାଙ୍ଗମାନେ ଦେଖିପାରୁଥିବେ ଦେଇ ପୁଣି ଥରେ ଥାଳି ଢାଙ୍କି ଦେଲେ। ତ ସାଙ୍ଗମାନେ ଦେଇ ଆମର ହଳଦୀ ପକେଇବାରେ ଲାଗି ପଡିଲେ। ସାଙ୍ଗମାନେ ଆମର ହଳଦୀ ପକେଇ ଦେଇ ଆମର ଖଡ଼ିକା ମାରିବାରେ ଲାଗିଲେ। ତ ସାଙ୍ଗମାନେ ଦେଇ ଏତେ ଟେଷ୍ଟ କରିଦେଲେ କି ଯେ ସେ ଆଳୁ ବାସ୍ନାରେ ଜଣେ ଆମର ଧାଇଁକି ପଳେଇ ଆସିଛି। ତ ଦେଖିପାରୁଥିବେ। ତ ସାଙ୍ଗମାନେ ଟେଷ୍ଟ ଏତେ ହେଇଛି କି ଯେ କହିଲେ ନ ସରେ। ତ ସାଙ୍ଗମାନେ ଦେଖିପାରୁଥିବେ ଆମର ଆଳୁ ଭଜାଟି ରେଡି ହେଇଯାଇଛି। ତ ଦେଇ ବର୍ତ୍ତମାନ ଆମର ଅଣ୍ଡା ପକେଇବାରେ ଲାଗିଛନ୍ତି। ତ ଦେଖିପାରୁଥିବେ ସାଙ୍ଗମାନେ ଅଣ୍ଡା ପକେଇଦେଲେ ଆଳୁ ଉପରେ। ତ ଆଳୁ ଉପରେ ପକେଇଦେଲା ପରେ ଦେଇ କଣ କରିବେ ଆମେ ଦେଖିବା। ତ ସାଙ୍ଗମାନେ ଅଣ୍ଡା ପକେଇଦେଲା ପରେ ଦେଇ ଖଡ଼ିକା ମାରିବାରେ ଲାଗି ପଡିଲେ। ତ ଦେଖିପାରୁଥିବେ। ତ ସାଙ୍ଗମାନେ ଆମର ଏଠି ଖରା ଟିକେ ପଡିବାରୁ କ୍ୟାମେରା ଟିକେ ଭଲ ଆସୁନାହିଁ। ତ ସାଙ୍ଗମାନେ ଦେଖିପାରୁଥିବେ ଆମର ଅଣ୍ଡା ପଡିକି କେମିତି ମସ୍ତ ଦେଖାଯାଉଛି। ପୁରା ବାସନାରେ ତ ମୁଁ ଭାବୁଛି କଞ୍ଚା କଞ୍ଚା ଖାଇଦେବି। ସାଙ୍ଗମାନେ ତ ଦେଖିପାରୁଥିବେ ଆମର ଆଳୁ ସାଙ୍ଗରେ ଅଣ୍ଡା ଭୁଜିଆ ହଉଛି। ତ ସାଙ୍ଗମାନେ ଯେମିତି ଦେଖା ହଉଛି କହିବ ଉପମା। ତ ସାଙ୍ଗମାନେ ବାସନା ଯେମିତି ହଉଛି ଆଉ ଜଣେ ଆମର ଦିଦି ଦୌଡ଼ି ଚାଲି ଆସିଛନ୍ତି। ତ ତାଙ୍କ ଆଡେ କ୍ୟାମେରା ଦେଖେଇବାରୁ ସେ ଦୌଡ଼ିକି ପଳେଇଲେ। ତ ସାଙ୍ଗମାନେ ଆଉ 5 ମିନିଟ ପରେ ଆମର ଖାଇବା ପ୍ରସ୍ତୁତ ହେଇଯିବ। ତାପରେ ସାଙ୍ଗମାନେ ଆମେ ଗାଧେଇ ପାଧେଇ ଖାଇବା ଉଚିତ। ତ ସାଙ୍ଗମାନେ ଆମର ଏଠି ହାଲକା ହାଲକା ଲଙ୍କାଗୁଣ୍ଡ ଟିକେ ଦେଇ ପକେଇଦେଲେ। ତ ସାଙ୍ଗମାନେ ଆମର ଫାଇନାଲି ପୁରା ଆଳୁ ଭଜା ଆଉ ଅଣ୍ଡା ଭୁଜିଆ ସାଙ୍ଗରେ ପୁରା ରେଡି ହେଇଗଲା। ତ ସାଙ୍ଗମାନେ ଦେଖିପାରୁଥିବେ ପୁରା ମସ୍ତ ଆଇଟମ ହେଇଛି। ତ ସାଙ୍ଗମାନେ ଆପଣ ମାନେ ଏଇଭଳିଆ କରି ଥରେ ଖାଆନ୍ତୁ। ତ ବହୁତ ମଜା ଲାଗିବ। ବହୁତ ଭେରି ଭେରି ଫାଣ୍ଟାଷ୍ଟିକ ଲାଗିବ। ତ ସାଙ୍ଗମାନେ ଆମେ ଲୁଭ ନ ସମ୍ଭାଳି ପାରି ଆଉ ତାଟିଆରେ କାଢି ଦେଇ ଟିକେ ଖାଇବାରେ ଲାଗି ପଡିଲୁ। ତ ସାଙ୍ଗମାନେ ବହୁତ ଟେଷ୍ଟ ହେଇଛି। ପୁରା ଜବରଦସ୍ତ। ଆମ ରୁଷିଆଙ୍କ ନାଁ କଣ ଜାଣିଛ? ରୁଷିଆ ତମ ନାଁ କହିଦିଅ। ତ ମୋ ଦେଇ ନାଁ ହେଲା ସୁନେଲି କୁମାରୀ ମୁଣ୍ଡା। ସରି କୁମାରୀ ସୁନେଲି ମୁଣ୍ଡା। ତ ସାଙ୍ଗମାନେ ଫାଇନାଲି ଆମର ରୋଷେଇ ସରିଯାଇଛି। ତ ବର୍ତ୍ତମାନ ଯିବା ଆମେ ଗାଧେଇ ପାଧେଇ ତାପରେ ଭାତ ଟିକେ ଖାଇଦବା। ତ ଚାଲନ୍ତୁ ପାଉଁଜି ଆ। ତ ଦେଖିପାରୁଥିବେ ଆମ ଘର ପୁରା ଖାଲି ଖାଲି ଲାଗୁଛି। ତ ସୁନା ବେବି ଆମର ଏଇଠି ଶୋଇଛନ୍ତି। ହଁ। ତ ଏଇଠି ଆମର ରାକ୍ଷୀ ଦିଦି ବାସନ ମାଜିବାରେ ଲାଗିଛନ୍ତି। ତ ଗଙ୍ଗା ଦେଇ ଆମର ରୋଷେଇ କରି ସାରି ପୁଣି ଯାଉଛନ୍ତି ମାଛ ବାଗିବା ପାଇଁ। ତ ଏଇ ହାଣ୍ଡିରେ କିଛି ଗଡିଶ ମାଛ ଅଛନ୍ତି। ଚେଙ୍ଗ ମାଛ। ହଁ ଚେଙ୍ଗ ମାଛ ଗଡିଶ ମାଛ ମିଶିକି ରହିଛନ୍ତି। ତ ଚାଲନ୍ତୁ ଆମକୁ ଜଣେ ଡାକୁଛି ହେଇଠୁ ଆମର ଜଣେ ଅଛି ବନ୍ଧୁ ତାଙ୍କ ପାଖକୁ ଯିବା। ତ ଦେଖିପାରୁଥିବେ ସାଙ୍ଗମାନେ ଆମେ ଯୋଉ ଧାନ ଆଣିଥିଲୁ ଏଇଠି ପକେଇଛୁ। ତ ଦେଖିପାରୁଥିବେ। ତ ସାଙ୍ଗମାନେ ମୁଁ ଆସି ମୋ ବନ୍ଧୁ ଘରେ ପହଞ୍ଚି ଯାଇଛି। ତ ଏଇଠି ଆସି ଦେଖିଲା ବେଳୁ
ଏଠି ମାଇ ଘରିଙ୍କା ଝିଅ ଘରିଙ୍କା ସବୁ ଭାତ ଖାଉଛନ୍ତି, ବନ୍ଧୁ ସେଠି ବସି ପଇସା ପତ୍ର କିଛି ହିସାବ କରୁଛନ୍ତି। ତ ସାଙ୍ଗମାନେ ବର୍ତ୍ତମାନ ବନ୍ଧୁ ଟିକେ କଲ୍ କରିବେ ମୋ ମୋବାଇଲରେ, ତ ସାଙ୍ଗମାନେ ବର୍ତ୍ତମାନ ଟିକେ ତାଙ୍କ ମୋବାଇଲଟି ଦେଇଦବା। ମାନେ ମୁଁ ବାଟରେ ଯାଉଥିଲି, ଏଇଠି ଦେଖିଲି ଦେଇ ଘରିଙ୍କା ମାଛ ବୋଉଛନ୍ତି, ତ ଚାଲନ୍ତୁ ତାଙ୍କ ପାଖରୁ ବୁଲି ଆସିବା। ତ ଦେଖନ୍ତୁ ଏଠି ଦେଇ ଘରିଙ୍କା ଆଉ ପିଇସି ଘରିଙ୍କା ଆଉ ପିଇସା ଘରିଙ୍କା ଆଉ କିଛି ଛୋଟ ଛୋଟ ଭାଇ ଘରିଙ୍କା ସବୁ ମାଛ ବୋଉଛନ୍ତି ଦେଖିପାରୁଥିବେ। ଆଉ ଜଣେ ଦେଖିପାରୁଥିବେ ମୋ ଭଣଜା ହବ, ସିଏ ପୁରା ହାତ ପୁରେଇ ଦେଲାଣି କଙ୍କଡା ଗାତରେ। ତ ଦେଖିପାରୁଥିବେ ଏତିକି ମାଛ ଧରା ପଇଲେଣି ମଶାର। ତ ଏଇ ଆମ ଖୁସି ମା ଏଇଠି ଅଛନ୍ତି, ସିଏ କେବଳ ଦେଖୁଛନ୍ତି। ଆଉ ସମସ୍ତେ ବୋଉଛନ୍ତି। ଦେଇ ତମେ ଏଇ ଯୋଉ ଏତିକି ସାରିବ କୋଉ ଦିନ? ଦିଟା ତିନିଟା ମୁଁ ମତେ ଲାଗୁଛି ଏଇଟା ଆଜି ସରିବନି, କାଲି 2 ଦିନ ଲାଗିଯିବ। ତ ସାଙ୍ଗମାନେ ଦେଇ ଘରିକା କହୁଛନ୍ତି ଏଇଟା ବୁଇ ଦେବେ ପୁରା ଆଜି 2ଟା ଲାଗିଯିବ। ତ ବର୍ତ୍ତମାନ ଚାଲନ୍ତୁ 2ଟା ପରେ ଆସିବା, ଦେଖିବା ବୁଇ ସାରିବେ କି ନାହିଁ। ତ ଏଇଠି ଆହୁରି ଥାଳିରେ ମାଛ ଅଛନ୍ତି ଦେଖିପାରୁଥିବେ। ତ ଏଇଠି ଆମର ବସିଛନ୍ତି ଭାନୁମତୀ। ହଁ ଦେଇ ତମେ ବୁହ, ମୋ ଦୋକାନରୁ ଆସେ। ତ ବର୍ତ୍ତମାନ ଆମେ ଜଗା ଭାଇର ମୋର ଦୋକାନରୁ ଆସିମୁ। ତ ବର୍ତ୍ତମାନ ଦୋକାନରେ ଟିକେ କାମ ଥିଲା, ତ ଦେଖିପାରୁଥିବେ ଇଏ ଆମର ଜଗା ଭାଇ। ତ ବର୍ତ୍ତମାନ ଦୋକାନ ଯିବା, ଚାଲନ୍ତୁ। ତ ସାଙ୍ଗମାନେ ଫାଇନାଲି ମୁଁ ଗାଧେଇ ପାଧେଇ ଆସିକି ଭାତ ବେଲା ପାଖରେ ବସି ଯାଇଛି। ତ ବର୍ତ୍ତମାନ ଦେଖିପାରୁଥିବେ ଅଣ୍ଡା ଭୁଜିଆ, ଯୋଉ ଆଳୁ ସାଙ୍ଗରେ ଅଣ୍ଡା ଭୁଜିଆ କରିଥିଲେ ସେଇଆକୁ, ତାପରେ ପଖାଳ ଭାତ, ତାପରେ ଏଠି ମୁଁ ଆଳୁ ଦଳୁଛି, ଶୁଖୁଆ ସାଙ୍ଗରେ ଦଳିମି ଆଳୁ। ତ ବର୍ତ୍ତମାନ ଶୁଖୁଆ ସାଙ୍ଗରେ ଆଳୁ ଦଳି ସାରିକି ତାପରେ ଭାତ ଖାଇମି। ତ ସାଙ୍ଗମାନେ ଫାଷ୍ଟ ଲଙ୍କା ରସୁଣ ଦଳିଦେନି, ଲଙ୍କା ରସୁଣ ଦଳି ସାରିଲା ପରେ ଆଳୁ ଦଳୁଛି, ୟା ପରେ ଟିକେ ସୋରିଷ ତେଲ ଟିକେ ପକେଇଦବା, ତାପରେ ଯାଇକି ଶୁଖୁଆଟି ଲାଷ୍ଟକୁ ପକେଇଦବା, ତାପରେ ତ ଗିଳିଦବା ଆଉ। ତ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ମୁଁ ଶୁଖୁଆ ପକେଇ ଦେଇଛି, ଶୁଖୁଆ ପକେଇ ଦେଇ ଗୋଳେଇବାରେ ମୁଁ ଲାଗି ପଡ଼ିଛି। ତ ଫାଇନାଲି ସାଙ୍ଗମାନେ ମୋର ଦଳାଦଳି ସବୁ ରେଡି ହେଇଯାଇଛି, ବର୍ତ୍ତମାନ ଖାଇବା। ଏପଟେ ରହିଲା ଶୁଖୁଆ ଆଳୁ ଦଳା, ଏପଟେ ରହିଲା ଅଣ୍ଡା ଆଳୁ ଭଜା, ଆଳୁ ଭୁଜିଆ। ତ ବର୍ତ୍ତମାନ ଖାଇବା। ତ ସାଙ୍ଗମାନେ ବର୍ତ୍ତମାନ ସବୁ ରେଡି ହେଇଯାଇଛି, ବର୍ତ୍ତମାନ ଖାଇକି ଟେଷ୍ଟ କରିବା କେମିତି ଲାଗୁଛି। ବଢିଆ ଲାଗୁଛି। ଭେରି ଭେରି ନାଇସ୍। ତ ମୁଁ ଖାଇସାରିଲା ପରେ ଦେଖାଯିବ। ଚାଲ। ଫାଇନାଲି ସାଙ୍ଗମାନେ ସବୁ ଖିଆ ପିଆ ସରିଗଲା, ବର୍ତ୍ତମାନ ଆଉ କିଛି କାମ ନାହିଁ। ତ ଏଇ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।